ରାତିରେ କାହିଁ ରହିଲା କ'ଣ ପାଇଁ ରହିଲା ସେ ତ ଅନେକ ଷ୍ଟେଜ୍ ଶୋରେ ବି ତା ସହିତ କାମ କରିଛି ତାର ଶରୀର ପ୍ରତି ଯତ୍ନ ଯେତିକି ନେବା କଥା ଦେଲେନି ଆଜି ଆମେ ପରସ୍ପର ଭିତରେ ବାଡ଼ିଆ ବାଡ଼ି ହେଉଛେ ତା ମାଆ ତ ଯଦି ଚାହିଁଥାନ୍ତେ ସେ ଅନେକ ଜିନିଷ ସମ୍ଭାଳି ନେଇ ପାରିଥାନ୍ତେ ତାର ପିଲାଟାକୁ ସେ ଦେଖିପାରୁନଥିଲା 4 ମାସ ଧରି ସିଏ ମଧ୍ୟ ବି ଗୋଟେ ଅନୁଶୋଚନା ଅନୁତାପ ଭିତରେ ଗତି କରୁଥିଲା କଳାକାର ପରିବାରରେ ଯଦି ପରିବାର ତାଙ୍କୁ ସାଥ ନଦିଏ ତାହେଲେ ନିଶ୍ଚିତ ଭାବେ ସେ ବିପଦଗାମୀ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏମିତିଆ ଯେଉଁମାନେ ନିଶା ସେବନ କରିଛନ୍ତି ଅତୀତରେ ତାଙ୍କର ମଧ୍ୟ ପରଲୋକ ଗମନ ହେଇଛି ହ୍ୟୁମାନ ସାଗର ଗୋଟେ ଏଭଳିଆ କଳାକାର ତାର କଣ୍ଠରେ ଏଭରକାର ଯାଦୁ ଥିଲା ବହୁତ କମ୍ ବୟସରେ ଏତେ ଗୁଡ଼ିଏ ସଫଳତା ସାଉଁଟିବା ସେ ତାଙ୍କ ଭାଗ୍ୟରେ କେବଳ ଥିଲା ଭଗବାନ ତାଙ୍କୁ 34 ବର୍ଷ ବୟସରେ ସେ ନିଜର ଶରୀର ପ୍ରତି ଯେଉଁ ଧ୍ୟାନ ଦେଲେ ନାହିଁ ବ୍ୟବସାୟିକ ଦିଗଟାକୁ ତାଙ୍କ ମ୍ୟାନେଜର ତାଙ୍କ ପରିବାର ପକ୍ଷରୁ ଯେଉଁ ପ୍ରକାର ତାଙ୍କୁ ଭାବରେ ଯାହା ବି ତାଙ୍କୁ କରାଗଲା ସେଥିରେ ଯଦି ସେମାନେ ସେ ନିଜେ ନିବୃତ୍ତ ରହି ନିଜର ଶରୀର ପ୍ରତି ଯତ୍ନ ନେଇକି ସବୁ କିଛି କାର୍ଯ୍ୟ କରିପାରିଥାନ୍ତେ ତାହେଲେ ସେ ଆହୁରି ଅନେକ ଗୀତ ଶ୍ରୋତାମାନଙ୍କୁ ଦେଇପାରିଥାନ୍ତେ କାରଣ ଏଇ କମ୍ ସମୟ ଭିତରେ ତାଙ୍କର ଯେଉଁ କାର୍ଯ୍ୟଧାରାକୁ ଲକ୍ଷ୍ୟ କରି ଜଣାପଡ଼େ ସେ ରେଷ୍ଟଲେସ୍ ହେଇଯାଇଥିଲେ ରେଷ୍ଟଲେସ୍ ମାଧ୍ୟମରେ ତାର ବାରଙ୍ଗର ଶେଷ ଷ୍ଟେଜ୍ ଶୋରେ ତାଙ୍କୁ ଉଭୟ ଦୁଇପଟ ସାଇଡ଼ରୁ ଧରିକି ନେବାକୁ ପଡ଼ୁଥିଲା ଏଇଥିରୁ ବୁଝା ପଡ଼ୁଥିଲା ଡାକ୍ତର ବି କାଲି ତାଙ୍କର କହିଛନ୍ତି ସେ ଷ୍ଟ୍ରେସ୍ରେ ରହୁଥିଲେ ସେ ଶରୀର ତାଙ୍କର ବହୁତ ଖରାପ ବିଗିଡ଼ି ଯାଇଥିଲା ତାଙ୍କ ଗୋଡ଼ ବି ଫୁଲିଥିଲା ଏସବୁ ଜିନିଷ ସତ୍ତ୍ୱେ ସେ ଖାମଖିଆଲି କରିଛନ୍ତି ନିଜ ଶରୀର ପ୍ରତି ଆଉ ସେ ଶରୀର ପ୍ରତି ନିଜେ ଖାମଖିଆଲି ହେଲେ ପ୍ରତିଟି କଳାକାର ହେଉ ଗୋଟେ କଣ୍ଠଶିଳ୍ପୀ ହେଉ ସେ ନିଶ୍ଚିତ ଭାବେ ଗୋଟେ ମୃତ୍ୟୁ ସହିତ ସଂଗ୍ରାମ କରିବ ଏଥିରେ ସନ୍ଦେହ ନାହିଁ ଆମେ ନିଜକୁ ନିଜେ ସଂଯମତା ଭିତରେ ରଖିବା ଆମେ ନିଜକୁ ନିଜେ ଶରୀର ପ୍ରତି ଯତ୍ନ ନେବା ପଇସା ଆଜି ନହେଲେ କାଲି ଉପାର୍ଯିବା କିନ୍ତୁ ଭଲ ଶ୍ରୋତାମାନଙ୍କୁ ଯେଉଁ କି ଅଭିନୟ କ୍ଷେତ୍ରରେ ଅଭିନୟ ପାଇଁ ଆମେ ଯାହା ବି କରିବା ସବୁକିଛି ତାଙ୍କ ଆଉ ଗୋଟେ ଜିନିଷ ବି କୁହାହେଉଛି ଯେ ସେମାନଙ୍କ ବିଷୟରେ ସେ ଅର୍ପିତା ହୁଅନ୍ତୁ କିମ୍ବା ତାଙ୍କର ସ୍ତ୍ରୀ ବିଷୟରେ ଯେଉଁ ଆସୁଛି ଆଲୋଚନା ହେଉଛି ଯେ ସେଥିପାଇଁ ତାଙ୍କର ଗୋଟେ ମୃତ୍ୟୁର ଗୋଟେ ବଡ଼ କାରଣ ଥିଲା ଶୁଣନ୍ତୁ ଆମେ କାହା ନାଁ ଧରିବାନି କାରଣ ସିଏ ବି ଗୋଟେ କଳାକାର ଜୀବନରେ ଅନେକ କଳାକାର ଆସିବେ ଯେହେତୁ ପ୍ରଫେସନାଲ୍ କଳାକାରକୁ ନେଇଯାଉଛି ଅନେକ କଳାକାର ଆସିବେ ତାଙ୍କୁ ସେଭଳିଆ କିଛି ଦୋଷ କାହାକୁ କରିବା କଥା ନୁହେଁ ବର୍ତ୍ତମାନ ପରିପ୍ରେକ୍ଷୀରେ କାରଣ ସିଏ ବି ଗୋଟେ କଳାକାର ଆମେ ରାତିରେ କାହିଁ ରହିଲା କ'ଣ ପାଇଁ ରହିଲା ସିଏ ତ ଅନେକ ଷ୍ଟେଜ୍ ଶୋରେ ବି ତା ସହିତ କାମ କରିଛି ସିଏ ତାକୁ ଡାକିଥିଲା କି କ'ଣ ହେଇଥିଲା ଆମେ ଲୋକଟା ତ ମରିଗଲାଣି ଲୋକଟା ଯେତେବେଳେ ଜୀବିତ ଅବସ୍ଥାରେ ଥିଲା ଆମେ ତାକୁ ଗୁରୁତ୍ୱ ଦେଲେ ନାହିଁ ତାର ଶରୀର ପ୍ରତି ଯତ୍ନ ଯେତିକି ନେବା କଥା ଦେଲେ ନାହିଁ ଆଜି ଆମେ ପରସ୍ପର ଭିତରେ ବାଡ଼ିଆ ବାଡ଼ି ହେଉଛେ ମ୍ୟାନେଜର କି ହେଉ କି ତାଙ୍କ ମାଆ ହୁଅନ୍ତୁ ତା ମାଆ ତ ଯଦି ଚାହିଁଥାନ୍ତେ ସେ ଅନେକ ଜିନିଷ ସମ୍ଭାଳି ନେଇ ପାରିଥାନ୍ତେ ଯେହେତୁ ଇଆଡ଼େ ବି ତାର ପିଲାଟାକୁ ସେ ଦେଖିପାରୁନଥିଲା 4 ମାସ ଧରି ସିଏ ମଧ୍ୟ ବି ଗୋଟେ ଅନୁଶୋଚନା ଅନୁତାପ ଭିତରେ ଗତି କରୁଥିଲା ଗୋଟେ ଶୃଙ୍ଖଳିତ କଳାକାର ପରିବାରରେ ଯଦି ପରିବାର ତାଙ୍କୁ ସାଥ ନଦିଏ ତାହେଲେ ନିଶ୍ଚିତ ଭାବେ ସେ ବିପଦଗାମୀ ହେବ ବହୁତ ଥର ଆସିଛି ଆମର ଏଇ ନିକଟତରେ ତ ଆମର ଯେଉଁ ପୂଜାରେ ସେ ଏଠି ଗୀତ ବୋଲିବାକୁ ଆସିଥିଲା ସେତେବେଳେ ଗୀତ ଗୋଟେ ବୋଲି ସାରିଲା ପରେ ସେ ପଛପଟେ ଗୋଟେ କାର୍ରେ ପୁରା ଏସି ଚିଲ୍ ଏସି କରିକି ତାପରେ ଶୋଇପଡ଼ିଲା ସେ ହାଲେ ହେଇ ପଡ଼ୁଥାଏ କାରଣ ଆମର ଏଇ ଗାଁରେ ମାନେ କ୍ରମାନ୍ୱୟରେ ଗଣେଶ ପୂଜା ଦୁର୍ଗା ପୂଜା ହର ପାର୍ବତୀ ପୂଜାରେ 3ଟି ଯାକ ପୂଜାରେ ସେ କଣ୍ଠଦାନ କରିଥିଲା ଆଉ ସବୁବେଳେ ନା ସିଏ ତ ମାନେ ମୁଁ ଷ୍ଟେଜ୍ରେ ସେ ହେଲା ସିଏ ମୋତେ ଦେଖିଲା ତ ମାନେ ନମସ୍କାର କରିକି ଗଲା ବେଳକୁ ସେ ତା ଭିତରେ ଶୋଇଗଲାଣି ମୁଁ ଆଉ ତାକୁ ବିଶେଷ ଡିଷ୍ଟର୍ବାନ୍ସ କଲିନି କାରଣ ଯେହେତୁ ପାଖେ ଆମର ଘରଟା ସେ ଷ୍ଟେଜ୍ ଶୋଟା ହେଉଥିଲା ଏ ସ୍କୁଲ ଛକରେ ମୁଁ ତାଙ୍କୁ ଆଉ ବିଶେଷ ଇଏ କଲେନି ସେ କିନ୍ତୁ ମନସ୍ତାପ ଭିତରେ ଥିଲା ଆଉ ବିଷାଦଗ୍ରସ୍ତ ଥିଲା ଆଉ ଦ୍ୱିତୀୟରେ ଶରୀର ପ୍ରତି ଯତ୍ନ ନେଇନି ଆଉ ସେସବୁ ଜିନିଷ ମୁଁ ତାଙ୍କ ସହିତ ଆଲୋଚନା କରିନି କାରଣ ଶରୀର ପ୍ରତି ଯଦି ଆମେ ସବୁ ଯେକୌଣସି ହେଉ ଗୋଟେ ସମୟାନୁବର୍ତ୍ତିତ ହେବା ଆଉ ଶରୀର ପ୍ରତି ଯତ୍ନ ନେଲେ ଯେକୌଣସି କଳାକାର ଦୀର୍ଘସ୍ଥାୟୀ ହେବ